सद्गुरुदेव शिवमुनि महाराज की जय। मनुष्य भगवान की जय। अखिल भूमंडलीय सर्व शिरोमणि मुनि समाज की जय। मु आज सर्वप्रथमे आत्मदेव को स्तुति करी आत्मज्ञान विषय किसी आलोचना करने को जाऊँगी। तत्संगे संगे समस्त मुनि मुनिमती और जिज्ञासु जनता जनार्दन को मोर सत्प्रेम जयजी। आज आम आलोचना करिबा जे मृत्यु वृद्धावस्था और रोग को केवल मनोबल दूर करि पारे। संसार रे सबुठारु बड़ वस्तु हेउछि मन। हिंदू फिलोसफी रे यार नाम आत्मा। आत्मा और मन मध्यरे किछि प्रभेद नहीं। आत्मार मन आत्मारु मन ओ मन रहिबारु आत्मा। जेउठी आत्मा सेठी चेतनता और जेउठी चेतनता सेठारे मन। आत्मा चेतन और मनमय। मन चेतनता जीवन और आत्मा सब गोटे तत्वर अनेक नाम। विज्ञान ग्रंथ मन द्वारा तैयारी। बड़ बड़ सहर कोठाघर इंजिन मध्य एही मन द्वारा तैयारी। कौनसी जंत्र तैयारी परे मनुष्यर बिना साहाय्य रे यह चले नहीं। मन देखिबा को इच्छा कलारु आखि ओ रूपर उत्पत्ति हैला। रूप आलोक बिना प्रत्यक्ष हुए नहीं। तेणु आखि परे आलोक उत्पत्ति हैला। अग्नि ओ आलोकर महा सूर्य अग्नि ओ आलोकर स्रष्टा सूर्य। तेणु तापरे सूर्यंकर उत्पत्ति हैला। निराकार ज्ञानर साकार रूप प्रकाश अटे। ज्ञान द्वारा अंधकार दूर होई प्रकाश हुए और अज्ञान रु अंधकार आसे। तेणु अज्ञान और अंधकार रु मनीष खालरे पड़े बा ठुकर खाए। प्रकाश और ज्ञान आसिले उद्धार हुए। आत्मा और मन ज्ञानमय अटंती। यही मन और आत्मा द्वारा सूर्य उत्पत्ति। सूर्य आत्मार अनुरूप। आत्मा सूर्य रूपरे आगरे चमकी उठे। यह हेउछि आत्मार साकार रूप। पृथ्वी और सारा संसार हेउछि गोल। पृथ्वीर कौनसी स्थान बाहरी एक दिगरे चलिले आमे सही स्थान को पुनर्बार आसीबा बा पहुँचीबा।
ଆମେ ଯଦି ଦୂରକୁ ଦେଖିପାରନ୍ତେ ଆମକୁ ଦେଖିପାରନ୍ତେ। ସେହିପରି ନାକ, କାନ, ଜିହ୍ୱା, ଚର୍ମ, ଗନ୍ଧ, ଶବ୍ଦ, ରସ ଓ ସ୍ପର୍ଶ ବା ସାରା ସଂସାର ମନର ହେଉଛି କଳ୍ପନା। ସଂସାର ମନ ଦ୍ୱାରା ଉତ୍ପତ୍ତି ଓ ମନର ଅଧୀନ, କିନ୍ତୁ ଆତ୍ମା ବା ମନର ପ୍ରଭାବ ଶରୀର ଉପରେ ଚଞ୍ଚଳ କିମ୍ବା ଡେରିରେ ନିଶ୍ଚୟ ପଡ଼ିବ। ଯେ ମନ ଦ୍ୱାରା ଭାବେ ଜରା ଓ ମୃତ୍ୟୁକୁ ଜିତି ହେବ ନାହିଁ, ସେ ତାକୁ ବା ମୃତ୍ୟୁକୁ ସେ ଜିତିପାରେ ନା। ରୋଗ, ମୃତ୍ୟୁ ଓ ବୃଦ୍ଧାବସ୍ଥାରୁ ରୋଗ, ମୃତ୍ୟୁ ଓ ବୃଦ୍ଧାବସ୍ଥାର କାରଣ କେବଳ ହେଉଛି ଅଜ୍ଞାନ ବା ଅଜ୍ଞାନରୁ ଏହି ରୋଗ, ମୃତ୍ୟୁ ଏବଂ ବୃଦ୍ଧାବସ୍ଥା ଆସେ। ଜ୍ଞାନ ହେଲେ ମନର ଅବସ୍ଥା ବଦଳି ଏହି ରୋଗ, ବୃଦ୍ଧାବସ୍ଥା ଓ ମୃତ୍ୟୁ ଦୂର ହୋଇଯିବ। ଏହି ତିନୋଟି ଅଜ୍ଞାନରେ ପ୍ରତ୍ୟକ୍ଷ। ଏହି ଅଜ୍ଞାନ ତତ୍ତ୍ୱର ସତ୍ୟ କଥାର ବିପରୀତ। ତେବେ ପ୍ରକୃତ ତତ୍ତ୍ୱ ବା ସତ୍ୟ ହେଉଛି ସାରା ସଂସାର ଆତ୍ମାଠାରୁ ଉତ୍ପନ୍ନ, ଯେ ନିରୋଗ, ନିରାମୟ, ନିର୍ବିକାର ଓ ଅବ୍ୟୟ। ତେଣୁ ନିର୍ବିକାରରୁ ଉତ୍ପନ୍ନ ସାରା ସଂସାର ମଧ୍ୟ ନିର୍ବିକାର। ରୋଗ, ବୃଦ୍ଧାବସ୍ଥା, ମୃତ୍ୟୁ, ବିକାର ସାରା ସଂସାରରେ ଆତ୍ମା ପରମାତ୍ମା ବ୍ୟାପକ। ତେଣୁ ସେହି ସ୍ଥାନରେ ରୋଗ, ମୃତ୍ୟୁ ଓ ବୃଦ୍ଧାବସ୍ଥା ରହି ନପାରେ। ଅଜ୍ଞାନରୁ ମନୁଷ୍ୟ ରୋଗ, ମୃତ୍ୟୁ ଓ ବୃଦ୍ଧାବସ୍ଥାର କଳ୍ପନା କରି ଏହାର ସମ୍ମୁଖୀନ ହୁଏ। ମୃତ୍ୟୁ ହେଉଛି ଜୀବନହୀନ ଓ ଜୀବନର ଅଭାବର ନାମ ହେଉଛି ମୃତ୍ୟୁ ବା ଶକ୍ତିହୀନ। ଏହା ଭାବନା ଓ କଳ୍ପନାରେ ଦୂର ହୋଇପାରିବ। ସଂସାରରେ ମନ ହେଉଛି ବଡ଼ ବସ୍ତୁ ବା ବଡ଼ ଦ୍ରବ୍ୟ। ତେଣୁ ମନ ଦ୍ୱାରା ରୋଗ, ମୃତ୍ୟୁ ଓ ବୃଦ୍ଧାବସ୍ଥାକୁ ଦୂର କରିହେବ। ଈଶ୍ୱର ସେତିକି ଫଳ ଦିଏ ଯେତେ ଆମର ବିଶ୍ୱାସ ବା ଯେତେ ବିଶ୍ୱାସ ମଣିଷ ଭିତରେ ଥାଏ। ଯେ ଚିନ୍ତା କରେ ରୋଗୀ, ବୃଦ୍ଧ ଓ ମୃତ୍ୟୁ ହେବା ନିଶ୍ଚିତ, ସେ ସେଥିରେ ପଡ଼ି ମୃତ୍ୟୁବରଣ କରେ ବା ସେହି ଅବସ୍ଥାକୁ ଆସି ମୃତ୍ୟୁବରଣ କରେ। ତେଣୁ ପ୍ରତିଦିନ ସକାଳେ ଭାବନା କରିବା, ମୁଁ ନିରୋଗ, ସୁନ୍ଦର, ଯୁବା, ଧନବାନ, ବଳବାନ, ଜ୍ଞାନବାନ ଓ ଅମର ଅଟେ। ଏହାର ପ୍ରଭାବ ଆମର ବିଶ୍ୱାସ ଅନୁସାରେ ଶରୀର ଉପରେ ଅଳ୍ପ ବହୁତ ପଡ଼ିବ, କିନ୍ତୁ ଲାଭ ବ୍ୟତୀତ କ୍ଷତି କିଛି ହେବ ନାହିଁ। ବିଶ୍ୱାସ ଓ ଜ୍ଞାନର ବହୁତ ବଡ଼ ସମ୍ବନ୍ଧ ଥାଏ। ଜ୍ଞାନ ବିନା ବିଶ୍ୱାସ ହୁଏ ନାହିଁ। ତେଣୁ ଏହି ପ୍ରକୃତ ସତ୍ୟ ଜ୍ଞାନକୁ ବିଶ୍ୱାସ ସହିତ ଧାରଣ କରି ଉପରୋକ୍ତ କଥାକୁ ସବୁବେଳେ ମନେ ମନେ ଭାବନା କଲେ ମଧ୍ୟ ତା'ର ପ୍ରଭାବ ଶରୀରରେ ପଡ଼ି ରୋଗ, ବୃଦ୍ଧତ୍ୱ ଓ ମୃତ୍ୟୁକୁ ମଧ୍ୟ ଦୂର କରିହେବ। ମୃତ୍ୟୁ ଓ ରୋଗର ଅସ୍ତିତ୍ୱ ନାହିଁ। ଯେପରି ଭୂତର ଅସ୍ତିତ୍ୱ ନଥାଏ ବା ଭୂତର ଅସ୍ତିତ୍ୱ ନଥିଲେ ମଧ୍ୟ ମନୁଷ୍ୟ ଏହି ଭୂତକୁ ଡରି ମୃତ୍ୟୁବରଣ କରୁଅଛି। ବହୁତ ଲୋକ ଭାବନ୍ତି ବୃଦ୍ଧଙ୍କର ପ୍ରତିଷ୍ଠା ଅଧିକ ବା ବେଶୀ, ତେଣୁ ସେମାନେ ବୃଦ୍ଧ ହେବାକୁ ଇଚ୍ଛା କରି 25-30 ବର୍ଷରେ ବୃଦ୍ଧ ହୋଇଯାଆନ୍ତି। ତେଣୁ ଏକଥା ଛାଡ଼ି ବା ଏ କଥାକୁ ପରିତ୍ୟାଗ କରି ଉଡ଼ନ୍ତା ପକ୍ଷୀ ପରି ପ୍ରସନ୍ନ ରହିବା ଉଚିତ। ପ୍ରକୃତ ଜ୍ଞାନରୁ ଲାଭ ଉଠାଅ। ତେଣୁ ସାରା ଦୁର୍ବଳତା ଦୂର ହୋଇ ରୋଗ, ବୃଦ୍ଧାବସ୍ଥା ଓ ମୃତ୍ୟୁ ସବୁ ଦୂର ହୋଇଯିବ। ମୁଁ ଏତିକି କହି ମୋର ସତ୍ସଙ୍ଗକୁ ସମାପ୍ତ କରୁଛେ। ସମସ୍ତଙ୍କୁ ମୋର ସତ୍ପ୍ରେମ। ଜୟ ଜୀବ, ଜୟ ଜୀବ, ଜୟ ଜୀବ।